1978 मसीहा 31 अगस्त এই ফটোগুড়িক ভারতের বহু প্রসারিত গোটে পত্রিকার প্রকাশ পাইছিলা। চিত্রରୁ তো কিছু বুঝি হেউনি, কিন্তু ଏହା ଜଣେ ମହିଳା ଜଣେ ପୁରୁଷର ଘନିଷ୍ଠ ସମ୍ପର୍କର ଚିତ୍ର। ଆଜକୁ 47 ବର୍ଷ ଆଗରୁ ଏ ଘଟଣାକୁ ଭାରତର ପ୍ରଥମ ସେକ୍ସ ସ୍କାଣ୍ଡାଲ ବୋଲି କହନ୍ତି। ଆମ ଚ୍ୟାନେଲ ପାଇଁ ପ୍ରସଙ୍ଗଟି ଅଶୋଭନୀୟ ହୋଇପାରେ, କିନ୍ତୁ ଏ କାଣ୍ଡ ଯଦି ଘଟିନଥାନ୍ତା ତେବେ ଭାରତୀୟ ରାଜନୀତି ଭିନ୍ନ ମୋଡ଼ ନିଅନ୍ତା। এই ସ୍କାଣ୍ଡାଲ ଦେଶର ଭବିଷ୍ୟତକୁ ବଦଳାଇ ଦେଇଥିଲା। ପ୍ରଥମେ ଏହି ଚିତ୍ର ଦେଖନ୍ତୁ। ଭାରତର ଆଇରନ୍ ଲେଡି କୁହାଯାଉଥିବା ପୂର୍ବତନ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପାଖରେ ଯିଏ ଠିଆ ହୋଇଛନ୍ତି ସେ ବାବୁ ଜଗଜ୍ଜୀବନ ରାମ, ଜଣେ ପ୍ରଖ୍ୟାତ ନେତା ଯିଏ 1936ରୁ 1986 ପର୍ଯ୍ୟନ୍ତ 50 ବର୍ଷ ଧରି ସଂସଦର ସଦସ୍ୟ ଥିଲେ। 28 ବର୍ଷ କେନ୍ଦ୍ରମନ୍ତ୍ରୀ ଥିଲେ। ଏପର୍ଯ୍ୟନ୍ତ ଭାରତର କୌଣସି ସାଂସଦ ତାଙ୍କର ଏହି ରେକର୍ଡ ଭାଙ୍ଗି ପାରିନାହାନ୍ତି। 1971 ମସିହା ପାକିସ୍ତାନ ଭାଙ୍ଗି ଯେତେବେଳେ ନୂଆ ଦେଶ ବାଂଲାଦେଶ ହେଲା, ଜଗଜ୍ଜୀବନ ରାମ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଥିଲେ। 1975ରେ ଇନ୍ଦିରା ଏମର୍ଜେନ୍ସି ଜାରି କରିବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଜଗଜ୍ଜୀବନ ରାମ। ୟାଙ୍କୁ ଦେଖନ୍ତୁ, ଚୌଧୁରୀ ଚରଣ ସିଂ, ୟାଙ୍କୁ ବି ଦେଖନ୍ତୁ, ମୋରାରଜୀ ଦେଶାଇ। ସମସ୍ତେ ଏକାଠି ହେଲେ। ବିରୋଧୀ ନେତାମାନେ ଗଢ଼ିଲେ ନୂଆ ଦଳ ଜନତା ପାର୍ଟି। ପାର୍ଟିର ସଭାପତି ହେଲେ ମୋରାରଜୀ ଦେଶାଇ। ନିର୍ବାଚନ ହେଲା 1977 ମସିହା। ନିର୍ବାଚନରେ କଂଗ୍ରେସକୁ 186 ଆସନ ମିଳିଥିବା ବେଳେ ଜନତା ପାର୍ଟିକୁ ମିଳିଲା 345 ଆସନ। ଏବେ ଜନତା ଦଳରେ କିଏ ପ୍ରଧାନମନ୍ତ୍ରୀ ହେବେ? ଜଗଜ୍ଜୀବନ ରାମ, ଚରଣ ସିଂ ନା ମୋରାରଜୀ ଦେଶାଇ? 3 ଜଣ ଦାବିଦାର, କିନ୍ତୁ 3 ଜଣଙ୍କ ଭିତରେ କାହା ସହ କାହାର ପଡ଼ୁନଥିଲା। ଶେଷରେ ମୋରାରଜୀ ଦେଶାଇ ପ୍ରଧାନମନ୍ତ୍ରୀ ହେଲେ, ଜଗଜ୍ଜୀବନ ରାମ ପ୍ରତିରକ୍ଷା ମନ୍ତ୍ରୀ ଓ ଚରଣ ସିଂ ହେଲେ ଅର୍ଥମନ୍ତ୍ରୀ। କିନ୍ତୁ ପ୍ରଧାନମନ୍ତ୍ରୀ ହେବାକୁ ଚରଣ ସିଂଙ୍କ ପ୍ରବଳ ଆଶା ଥିଲା। ସୁଯୋଗ ଦେଖି ଚରଣ ସିଂଙ୍କ ସହ ହାତ ମିଳାଇଲେ ଇନ୍ଦିରା ଗାନ୍ଧୀ, କିନ୍ତୁ କଣ୍ଟା ଥିଲେ ଜଗଜ୍ଜୀବନ ରାମ। କାରଣ ମୋରାରଜୀ ଗଲେ ଜଗଜ୍ଜୀବନ ରାମ ପ୍ରଧାନମନ୍ତ୍ରୀ ହେବା ଥୟ ଥିଲା। ଜନସଂଘର ସମର୍ଥନ ମଧ୍ୟ ଥିଲା। ତେଣୁ ଇନ୍ଦିରା ଓ ଚରଣ ସିଂ ଅପେକ୍ଷାରେ ଥିଲେ କେମିତି ଜଗଜ୍ଜୀବନ ରାମଙ୍କ କ୍ୟାରିୟରକୁ ବର୍ବାଦ କରିବେ। ଆଉ ଶେଷରେ ସୁଯୋଗ ବି ଆସିଲା। 1978 ମସିହା ଅଗଷ୍ଟ 31 ତାରିଖରେ ଉତ୍ତରପ୍ରଦେଶର ଗାଜିଆବାଦରେ ଗୋଟେ ମର୍ସିଡିଜ୍ କାର୍ ଦୁର୍ଘଟଣାଗ୍ରସ୍ତ ହେଲା। ଜଣେ ଲୋକର ମୃତ୍ୟୁ ହେଲା। ଉତ୍ତେଜନା ଦେଖାଦେଲା। ଡ୍ରାଇଭର ଭୟରେ ଗୋଟେ କାରଖାନା ଭିତରକୁ ପଶିଗଲା। ମୋହନ ମାକ୍ୟାନ ନାମକ ଏହି କାରଖାନାରୁ ଓଲ୍ଡ ମଙ୍କ ରମ୍ ମଦ ପ୍ରସ୍ତୁତ ହେଉଥିଲା। କାରଖାନାର ମ୍ୟାନେଜର ଅନିଲ ବାଲି ଡ୍ରାଇଭରକୁ ଜାଣିପାରିଲେ। ସେ ଥିଲେ ବାବୁ ଜଗଜ୍ଜୀବନ ରାମଙ୍କ ପୁଅ ସୁରେଶ ରାମ। 47 ବର୍ଷ ବୟସ୍କ ସୁରେଶ ରାମଙ୍କ ସହ ଥିଲେ ତାଙ୍କର 22 ବର୍ଷର ଗାର୍ଲଫ୍ରେଣ୍ଡ ସୁଷମା ଚୌଧୁରୀ। ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରିଦେଇଥିଲେ ଅନିଲ। ଗାଡ଼ିଟି ମୋହନ ମେକାନ ଭିତରେ ରହିଲା। ମ୍ୟାନେଜର ଅନିଲ ଜାଣିଥିଲେ ସୁରେଶ ରାମ ଖୁବ୍ ଦାମୀ ସିଗାରେଟ୍ ଟାଣନ୍ତି, ତେଣୁ କାର୍ ଭିତରେ ସିଗାରେଟ୍ ଖୋଜିବାକୁ ଲାଗିଲେ। କିନ୍ତୁ ସିଗାରେଟ୍ ବଦଳରେ ତାଙ୍କ ହାତକୁ ଆସିଲା ଗୋଟେ ବଣ୍ଡଲ ଫଟୋକପି। ଅନିଲ ବାଲି ଦେହରେ ନିଆଁ ଲାଗିଗଲା। ସୁରେଶ ରାମଙ୍କର ଗୋଟେ ଖରାପ ଅଭ୍ୟାସ ଥିଲା। ସେ ଯେତେବେଳେ ତାଙ୍କ ବାନ୍ଧବୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ, ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଚିତ୍ର ଉଠାଇ ରଖୁଥିଲେ। ଆଉ ଏମିତି ପ୍ରାୟ 40-50ଟି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଥିଲା। ଏହାପରେ ମ୍ୟାନେଜର ବାଲି ମଦ କାରଖାନାର ମାଲିକ କପିଲ ମୋହନଙ୍କୁ ଫଟୋଗୁଡ଼ିକୁ ଦେଖାଇଲେ। କପିଲ ମୋହନଙ୍କ ସହ କଂଗ୍ରେସ ଦଳର ଭଲ ସମ୍ପର୍କ ଥିଲା। ଆଉ କପିଲଙ୍କ ନିର୍ଦ୍ଦେଶ କ୍ରମେ ସେହିଦିନ ରାତି 1ରେ ସଞ୍ଜୟ ଗାନ୍ଧୀଙ୍କ ପାଖକୁ ଚାଲିଲେ ଅନିଲ ବାଲି। ସଞ୍ଜୟ ଗାନ୍ଧୀଙ୍କ ହାତରେ ଏ ଫଟୋ ଲାଗିବା ପରେ ଇନ୍ଦିରା ଗାନ୍ଧୀଙ୍କୁ ରାତିରେ ନିଦରୁ ଉଠାଗଲା। ଆଉ ଇନ୍ଦିରା ଓ ସଞ୍ଜୟ ଆଗାମୀ ରଣନୀତି କ'ଣ ହେବ ସେ ନେଇ ଆଲୋଚନା ଆରମ୍ଭ କଲେ ମା ପୁଅ। ଖବର ଜଗଜ୍ଜୀବନ ରାମଙ୍କ ପାଖରେ ବି ପହଞ୍ଚିଲା। ଘଟଣାକୁ ଚାପି ହେବ ନାହିଁ ଜାଣି ଇନ୍ଦିରାଙ୍କୁ କହିଲେ ଜଗଜ୍ଜୀବନ ରାମ କି ମୁଁ ଜନତା ଦଳ ଛାଡ଼ି କଂଗ୍ରେସକୁ ଆସିବାକୁ ରାଜି ଅଛି, କିନ୍ତୁ ଫଟୋଗୁଡ଼ିକ ଯେମିତି ପ୍ରକାଶିତ ନ ହୁଏ। କିନ୍ତୁ ରାଜି ନଥିଲେ ଇନ୍ଦିରା। ଆଉ ଫଟୋଗୁଡ଼ିକୁ ଛାପି କୌଣସି ଖବରକାଗଜ ଜନତା ସରକାର ବିରୋଧରେ ଯିବାକୁ ଚାହୁଁନଥିଲେ। କିନ୍ତୁ ସେତେବେଳକୁ ସୂର୍ଯ୍ୟା ନାମକ ପତ୍ରିକା ଛାପୁଥିଲେ ମେନକା ଗାନ୍ଧୀ। ସେଥିରେ ସବୁ ଫଟୋ ଛପା ହେଲା। ଟାଇଟଲ ଥିଲା ଦ ରିଏଲ୍ ଷ୍ଟୋରି। ଏ ବି ମିଛ ଲେଖାଯାଇଥିଲା କି ପ୍ରତିରକ୍ଷା ମନ୍ତ୍ରୀ ଜଗଜ୍ଜୀବନ ରାମଙ୍କ ପୁଅ ସୁରେଶ ରାମ ହନି ଟ୍ରାପ୍ର ଶିକାର ହୋଇ ଦେଶ ନିରାପତ୍ତାର ଗୋପନ ନଥି ବିଦେଶୀ ଶକ୍ତି ହାତରେ ଟେକି ଦେଇଛନ୍ତି। ଏହା ପଲିଟିକାଲ ପ୍ରପଗଣ୍ଡା ଥିଲା। ତାହା ସହ ବାବୁ ଜଗଜ୍ଜୀବନ ରାମଙ୍କର ମାନ ସମ୍ମାନ ପ୍ରତିଷ୍ଠା ରାଜନୈତିକ କ୍ୟାରିୟର ଧୂଳିସାତ ହୋଇଯାଇଥିଲା। ସେ ପଦତ୍ୟାଗ କଲେ। ଫଳ କ'ଣ ହେଲା? ଇନ୍ଦିରା ଗାନ୍ଧୀ ଓ ଚରଣ ସିଂଙ୍କ ରାସ୍ତାରେ କଣ୍ଟା ସାଫ ହୋଇଗଲା।